ମୟୂରଭଞ୍ଜ ମହାରାଜା ଯଦୁନାଥ ଭଞ୍ଜଙ୍କ ଦ୍ୱାରା ପ୍ରତିଷ୍ଠିତ କରାଯାଇଥିବା ବହଳଦା ନିକଟସ୍ଥ ଯଦୁନାଥପୁର ଶାସନ, ଯାହାକି ବର୍ତ୍ତମାନ ଝାଡ଼ଙ୍ଗା ନାମରେ ଖ୍ୟାତି। ସେହି ଗାଁରେ ଧବଳେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ 3 ଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସୁଦୂର ପୁରୀ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବେଦଜ୍ଞ ପଣ୍ଡିତ ବ୍ରାହ୍ମଣମାନଙ୍କ ଦ୍ୱାରା ମହାସମାରୋହରେ ଏହି ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଥିଲା। ଦେବଜ୍ଞ ପଣ୍ଡିତ ବ୍ରାହ୍ମଣ କୈଳାସ ଚନ୍ଦ୍ର ଦାସ, ସତ୍ୟନାରାୟଣ ତ୍ରିପାଠୀ, ପ୍ରମୋଦ ଦାସ, ଦୀପ୍ତିରଞ୍ଜନ ମିଶ୍ର, ରିଷଭ ଦାସ ପ୍ରମୁଖ ମୁଖ୍ୟ ପୂଜକ ଭାବରେ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଝାଡ଼ଙ୍ଗା ଗାଁର ମାନସ ଦାସ ଓ ବିଜୟ ମିଶ୍ର ସହଯୋଗୀ ପୂଜାର ଦାୟିତ୍ୱ ନିର୍ବାହ କରିଥିଲେ। ଧବଳେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞର ପୁରୋଧା ଭାବେ ଗାଁର ଶ୍ରୀବନ୍ତ ସାମନ୍ତରାୟ ଏବଂ ତାଙ୍କ ପତ୍ନୀ କନକଲତା ସାମନ୍ତରାୟ ସ୍ୱସ୍ତି କାର୍ଯ୍ୟ ନିର୍ବାହ କରିଥିଲେ। 3 ଦିନ ଧରି ଆୟୋଜିତ ଧବଳେଶ୍ୱର ମହାଦେବଙ୍କ ତୃତୀୟ ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସହ ବାମନଘାଟି ଉପଖଣ୍ଡର ତଥା ପଡ଼ୋଶୀ ଝାଡ଼ଖଣ୍ଡର ଅନେକ ଭକ୍ତ ଶ୍ରଦ୍ଧାଳୁ ପ୍ରତିଦିନ ଆସୁଥିବା ଦେଖିବାକୁ ମିଳିଥିଲା। ଧବଳେଶ୍ୱର ମହାଦେବଙ୍କ ପ୍ରତିଷ୍ଠା ଉତ୍ସବ କମିଟିର ସଭାପତି ଅଶୋକ ସାମନ୍ତରାୟ, ସମ୍ପାଦକ ରବିନାରାୟଣ ପତିଙ୍କ ସହିତ କମିଟିର ସମସ୍ତ ସଭ୍ୟ ତଥା ସମଗ୍ର ଗ୍ରାମବାସୀ ସକ୍ରିୟ ସହଯୋଗ କରି ପ୍ରତିଷ୍ଠା ଉତ୍ସବକୁ ସଫଳ କରିବାର ସକ୍ଷମ ହୋଇଥିଲେ। ପ୍ରତିଷ୍ଠା ଉତ୍ସବର ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେବଙ୍କ ସହ ମହାରାଣୀ ସ୍ୱସ୍ତିକ ଯଜ୍ଞ ମଣ୍ଡପରେ ଉପସ୍ଥିତ ହୋଇଥିଲେ। 3 ଦିନ ଧରି ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବରେ ପ୍ରତିଦିନ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାବେଳେ ପ୍ରବଚନ ସହ ଭଜନ ସଂକୀର୍ତ୍ତନ କରାଯାଇଥିଲା। ମୟୂରଭଞ୍ଜରୁ ପ୍ରବୋଧ ଦାସଙ୍କ ରିପୋର୍ଟ, A1 ଓଡ଼ିଶା।